ଦେଖିଛନ୍ତି ନା ମା ଦେଖି ନାହାନ୍ତି ସବୁଆଡେ ତ ପୂର୍ବ ଦିଗରେ ସୂର୍ଯ୍ୟ ଉଦୟ ହୁଅନ୍ତି ହଁ। ଆଉ ବାପାଙ୍କୁ ପଚାରୁଛନ୍ତି ସୂର୍ଯ୍ୟ ଉଦୟ ହୁଅନ୍ତି ସୂର୍ଯ୍ୟ ନା ଉଇଲା ସମୟରେ ଦେଖିବା ବାପା ଲାଲ ରଙ୍ଗର ବଡ ସୂର୍ଯ୍ୟର ଗୋଲାକାର ଅରୁଣ ସୂର୍ଯ୍ୟ ଅରୁଣ ସୂର୍ଯ୍ୟ ଠିକ ଯାହାକୁ କୁହନ୍ତି ବାଳ ସୂର୍ଯ୍ୟ। ଆଜ୍ଞା ଆଜ୍ଞା ଏ ହେ ମା ଏ ମା ଭୋକ ଲାଗିଲା ଆଜ୍ଞା ହଉ ବାଳ ସୂର୍ଯ୍ୟ ଉଇ ଆସୁଥିଲେ ଆଜ୍ଞା ବାବୁରେ ଆଜ୍ଞା ବାପା ପିଙ୍କୁଲୁ ଆଜ୍ଞା ଖାଇ ଠିକ 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 ହଁ ବାଳ ସୂର୍ଯ୍ୟ ଆସିଲା ସମୟରେ ଗୋଟିଏ ମୂଷାଟାଏ ଥିଲା ଗୋଟିଏ ମୂଷାଟା ଗାତରୁ ବାହାରିଲା ଗୋଟିଏ ମୂଷାଟାଏ ବାପା ଗାତରୁ ବାହାରିଲା ମୋହନ ଭାଇ ସାର୍ ଇଏ ଗାତରୁ ଯେତେବେଳେ ମୂଷା ବାହାରିଲା ଆଜ୍ଞା ମୂଷା ଦେଖିଲା କଣ ସବୁ ଦେବାଦେବୀଙ୍କ ଠାରୁ ବୋଧେ ପୂର୍ବ ଦିଗରେ ଲାଲ ପୂର୍ବ ସୂର୍ଯ୍ୟ ଉଦୟ ଦିଗର ନାଲ ସୂର୍ଯ୍ୟ ଆଜ୍ଞା ସୂର୍ଯ୍ୟ ବୋଧେ ଦେବତା ବଡ ଦେବତା ନିଶ୍ଚିନ୍ତ ବଡ ଦେବତାକୁ ଯାଇ ମୁଁ ମୁଣ୍ଡିଆ ମାରିବି ଆଉ ଏତେ ବଡ ଲାଇଟ ଯେତେବେଳେ ଦେଖିଲା ମୂଷା ଭାବିଲା ଏଙ୍କଠୁ ବଡ ଆଉ ଦୁନିଆରେ ସଂସାରକୁ ଆଲୋକିତ କିଏ କରେ ସୂର୍ଯ୍ୟ ସଂସାରକୁ ଆଲୋକ ପ୍ରଦାନ କରନ୍ତି ସୂର୍ଯ୍ୟ ଠିକ ତେଣୁକରି ସୂର୍ଯ୍ୟଙ୍କ ପାଖକୁ ମୁଁ ଯିବି ସୂର୍ଯ୍ୟ ହଉଛନ୍ତି ବଡ ଦେବତା ଏ ମୂଷା ଧୀରେ ଧୀରେ ଗଲା ଧନମାଳିରେ ସୂର୍ଯ୍ୟଙ୍କ ନିକଟ ମିଳିଲା ସୂର୍ଯ୍ୟଙ୍କ ନିକଟ ଯାଇ ପ୍ରଣାମ କରି ଦେଖଇ ଦେଖିଲା ମୂଷା ଆସିଛି ନିକଟେ ପ୍ରଣାମ କରି ତାକୁ ଅଛି ମତେ ଘେରି ସୂର୍ଯ୍ୟଙ୍କୁ ଦେଖିଲା କିଏ ନା ମୂଷା ସୂର୍ଯ୍ୟ ଦେବତା ଏ ମୂଷାର ବାଦଲ ଯେତେବେଳେ ବାଦଲ ମତେ ଢାଙ୍କି ଦିଏ ମୁଁ ଘୋଡେଇ ହେଇଯାଏ ମୋ କିରଣ ଆଉ ଭୂପୃଷ୍ଠରେ ପଡିପାରେ ନାହିଁ ବଡ ହେଲା ବାଦଲ ଆଇଙ୍କୁ କାଇଁ ମୁଣ୍ଡିଆ ମାରିବି ମୁଁ ଯାଉଛି ବାଦଲ ଦେବତାଙ୍କୁ ମୁଣ୍ଡିଆ ମାରିବି ହେଲା ପଣ୍ଡିତ ମଣ୍ଡଳୀ ମୋର ଡେଇଥିବ କର୍ଣ୍ଣ ଧୀରେ ଧୀରେ ମୂଷା ତେରେ କରହି ଗୋପନ ବାଦଲ ନିକଟେ ଯାଇ ହେଲା ଉପବାସ ସେହି ଠାରେ ମୂଷା ଏଡେ ପହଞ୍ଚିଲା କୋଣ ମୂଷା ଯାଇ ବାଦଲ ପାଖରେ ପହଞ୍ଚିଲା ଠିକ ବାପା ଦୁଇ ପଦ ବାର୍ତ୍ତା ସରିଲେ ପାଲା ବିଷୟକୁ ଯିବି ଠିକ ଠିକ ମୂଷା ପହଞ୍ଚିଲା କେଉଁଠି ବାଦଲ ନିକଟରେ ବାଦଲ ନିକଟରେ ବାଦଲ ଦେବତା ଏ ମୂଷାର ପ୍ରଣାମ ଗ୍ରହଣ କରନ୍ତୁ କଲ୍ୟାଣ ହେଉ ଆଜ୍ଞା କୁଆଡେ ଆସିଛ? ତମେ ଯାଇଥିଲି ଆ ପୂର୍ବରୁ ସୂର୍ଯ୍ୟ ଦେବତାଙ୍କ ନିକଟ ଆଚ୍ଛା ସୂର୍ଯ୍ୟ ଦେବତାଙ୍କୁ ମୁଣ୍ଡିଆ ମାରିଲି ହଁ ସୂର୍ଯ୍ୟ କହିଲେ ସିଏ ବଡ ନୁହଁ ଏ ଦୁନିଆରେ ଆଉ କିଏ ତମେ ହଉଛ ଏ ଦୁନିଆରେ ବଡ ମୁଁ ବଡ କାହିଁକି ନା ତମେ ସୂର୍ଯ୍ୟକୁ ଢାଙ୍କି ଦେଲେ ଆଚ୍ଛା। ସୂର୍ଯ୍ୟଙ୍କର କିରଣ ଏ ଭୂପୃଷ୍ଠରେ ପଡି ପାରୁନି ଆଚ୍ଛା, ଆଚ୍ଛା। ସେଥିପାଇଁ ସୂର୍ଯ୍ୟ କହିଲେ ତମେ ବଡ ହେଲେ ମୂଷା ଆଜ୍ଞା ହେଲେ ହେ ମୂଷିକ ଓ ମୁଁ ବଡ ନୁହଁ ଆଉ ତମଠୁ ବଡ ହେଲେ କିଏ? ଆରେ ମୁଁ ବଡ ନୁହଁ ଆଚ୍ଛା ତମଠୁ ଜଣେ କିଏ ବଡ ଅଛି ଜାଣିଛୁ ସେ କିଏ କିଏ? ଶୁଣ କୁହନ୍ତୁ ମୋ ଠାରୁ ବଡ ହେଲା ପବନ ପବନ ଦେବତା ତମଠୁ ବଡ ମୋ ଠାରୁ ବଡ ହେଲା ପବନ ଆଚ୍ଛା ତମେ ଯଦି ବଡ ନୁହଁ ହଁ। ତମକୁ କାହିଁ ମୁଣ୍ଡିଆ ମାରିବି ଯିଏ ଦୁନିଆରେ ବଡ ମୁଁ ଯାଉଛି ପବନ ଦେବତାଙ୍କୁ ମୁଣ୍ଡିଆ ମାରିବି ବାପା ପବନ ଦେବତା ପାଖକୁ ଧୀରେ ଧୀରେ ଚଳିଯାଏ ମୂଷା ପବନ ଦେବତା କଣ ହେଲା ଏ ମୂଷାର ପ୍ରଣାମ ଗ୍ରହଣ କରନ୍ତୁ କଲ୍ୟାଣ ହେଉ ଆଜ୍ଞା ର କୁଆଡେ ଆସିଲ ମୂଷା ମୁଁ ଆଜି ମୁଣ୍ଡିଆ ମାରିବା ଦେଖିକି ଆଶ୍ଚର୍ଯ୍ୟ ହଉଛନ୍ତି ପ୍ରଥମେ ଗଲି ସୂର୍ଯ୍ୟ ଦେବତାଙ୍କ ନିକଟକୁ ଆଚ୍ଛା ସୂର୍ଯ୍ୟ କହିଲେ ବାଦଲ ବଡ ବାଦଲ ଦେବତା କହିଲେ ଏ ଦୁନିଆରେ ମୁଁ ବଡ ନୁହେଁ ତମେ ହଉଛ ପବନ ବଡ କାହିଁକି ନା ତମେ ଯେବେ ପବନ ହବ ହଁ। ବାଦଲକୁ ନେଇକି କୁଆଡେ ଫୋପାଡିବ ଏପଟେ ବର୍ଷା ହବା କଥା କିନ୍ତୁ ସେପଟେ ବର୍ଷା ହବ କିନ୍ତୁ ମୁଁ କଣ ବଡ କି ଆଉ ମୁଁ ବଡ ନୁହଁ ତୁମେ ବଡ ନୁହେଁ ନା 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 ତାହେଲେ ଦୁନିଆରେ ବଡ କିଏ ବଡ ହେଲା ହୁଙ୍କା କହିଲା ଠିକ ଅଛି ଯାଉଛି ହୁଙ୍କା ପାଖକୁ ତମେ କେମିତି ବଡ ନୁହଁ ଆରେ ଶୁଣ ମୁଁ କେମିତି ବଡ ନୁହେଁ କଣ 1999 ମସିହା ବାତ୍ୟା ହେଲା ଠିକ ଫନି ହେଲା ଆଜ୍ଞା ସବୁ ପ୍ରକାର ବାତ୍ୟା ହେଲେ ମଧ୍ୟ ଯେତେ ପବନ ହେଲେ ବେଶ ଯେତେବେଳେ ଦେଖିଛ ବାପା ଗୋଟେ ହୁଙ୍କା ଭାଙ୍ଗି ଦେଇଛି ନା ବଡ ବଡ ଗଛ ଭାଙ୍ଗିଦବ ବଡ ବଡ ବୃକ୍ଷଲତା ଭାଙ୍ଗିଦବ ଠିକ କିନ୍ତୁ ଗୋଟେ ହୁଙ୍କାଟାଏ ଭାଙ୍ଗି ପାରିବ ନାହିଁ
ତାମାନେ ପବନ ଦେବତା হ্যাঁ। ଆପଣ ବଡ ନୁହନ୍ତି না ତାମାନେ ତମଠୁ ବଡ ହେଲା ଉଇ ହୁଙ୍କା ওই হুঙ্কা ଯାଉଛି ହୁଙ୍କାକୁ ମୁଣ୍ଡିଆ ମାରିବି ତମକୁ ଯାଅ। ମୁଣ୍ଡିଆ ମାରିବି। ଆଜ୍ଞା ହୁଙ୍କା ଦେବତା ଏଠି ପ୍ରଣାମ କରୁଛି ପ୍ରଣାମ ଗ୍ରହଣ କରନ୍ତୁ ଇଏ ହୁଙ୍କା ফের ଆଜ୍ଞା কলে কুয়াড়ে আসিছ ଆସିଛି ହଁ। ଇଏ ସୂର୍ଯ୍ୟ କହିଲେ ବାଦଲ ବଡ ହରୁ। ବାଦଲ କହିଲେ ପବନ ବଡ ଆଚ୍ଛା। ପବନ କହିଲେ ମୁଁ ସବୁ ଭାଙ୍ଗି ପାରେ କିନ୍ତୁ ସାମାନ୍ୟ ଗୋଟେ ଉଇ ହୁଙ୍କାକୁ ଭାଙ୍ଗି ପାରେନି ସେଥିପାଇଁ ତମେ ହେଲ ଏ ଦୁନିଆରେ ବଡ ମୋ ପ୍ରଣାମ ଗ୍ରହଣ କରନ୍ତୁ মূষা ଆଜ୍ଞା মু বড় নু ତମେ ବଡ ନୁହଁ না ଏ ଦୁନିଆରେ ବଡ କି বড় হেলা ষণ্ଢ ଷଣ୍ଢ ଷଣ୍ଢ ତାମାନେ ଷଣ୍ଢ ଦେବତା ହେଲେ ବଡ ষণ্ଢ দেবতা ଆଜ୍ଞା ମୋ ହୁଙ୍କା ପାଖକୁ ଆସିଲେ ଏ, ତାର ଯୋଉ ସିଂହ ଅଛି ସିଂହ ସିଂହ ତା ସିଂହରେ ତେ ମୋ ହୁଙ୍କାକୁ ତାଡି ଦିଏ ତେଣୁ କରି ବଡ ହେଲା ଷଣ୍ଢରେ ତାମାନେ ଷଣ୍ଢ ହଉଛନ୍ତି ବଡ ଷଣ୍ଢ ବଡ ଆଉ ତମକୁ କାହିଁ ମୁଣ୍ଡିଆ ମାରିବି ଯାଉଛି ଷଣ୍ଢକୁ ମୁଣ୍ଡିଆ ମାରିବି ହଁ ଷଣ୍ଢ ଦେବତା ଏଇଠି ମୁଣ୍ଡିଆ ମାରୁଛି ଗ୍ରହଣ କରନ୍ତୁ ଆୟୁଷ୍ମାନ ଭବ କାଠ ସିନ୍ଦୁର ତୋର ଆଜ୍ଞା ଷଣ୍ଢ ଦେବତା ଏ ଦୁନିଆରେ ତମେ ହଉଛ ବଡ ଦେବତା କୁଆଡେ ଆଇଛ ତମଠୁ ବଡ ଆଉ କେହି ଦୁନିଆରେ ନାହାନ୍ତି ହଁ ମତେ ଏ କଥା କହିଲେ ହୁଙ୍କା ଦେବତା ଦୁନିଆରେ ମୁଁ ବଡ ନୁହେଁ ତମେ ବଡ ନୁହଁ ମୋଠୁ ଆହୁରି ବଡ ଅଛନ୍ତି ତମଠୁ ବଡ କିଏ କଲା ଷଣ୍ଢ ଠାରୁ କିଏ ବଡ ବାପା କିଏ ନା ଦଉଡି ଦୌଡି ଦୌଡି ଷଣ୍ଢ କହିଲା ଯଦି ମତେ ଦଉଡିରେ ବାନ୍ଧିଦବ ମୁଁ କଣ ଯାଇପାରିବି ନା ମୁଁ ବଡ ନୁହଁ ଦଉଡି ବଡ ଆଚ୍ଛା ଷଣ୍ଢ ଦେବତା ତମକୁ କାହିଁ ମୁଣ୍ଡିଆ ମାରିବି ମୁଁ ଯାଉଛି ଦୌଡିକି ମୁଣ୍ଡିଆ ବାପା ଦଉଡି ପାଖକୁ ଗଲା ପରେ ଦଉଡିକି ଯେତେବେଳେ ପ୍ରଣାମ କରିଛି ମୂଷା ମାରିବି ଦୌଡି ଦେବତା ଏ ମୂଷାର ପ୍ରଣାମ ଗ୍ରହଣ କରନ୍ତୁ ଦୌଡି ଦେବତା କଣ ହେଲା ଏ ଦୁନିଆରେ ତମେ ହଉଛ ପ୍ରକୃତରେ ବଡ କହିଲେ ମୁଁ ବଡ ନୁହଁ ତମେ ବଡ ନୁହଁ ବଡ ତମେ ମୂଷା ସୂର୍ଯ୍ୟ କହିଲେ ବାଦଲ ବଡ ହଁ। ବାଦଲ କହିଲେ ବର୍ଷା ମେଘ ବଡ ମେଘ ନୁହେଁ ପବନ ବଡ ବୁଝିଲ କି? ହଁ। ପବନ କହିଲେ ହୁଙ୍କା ବଡ ଆଚ୍ଛା ହୁଙ୍କା କହିଲେ ଷଣ୍ଢ ବଡ ହଁ। ଷଣ୍ଢ କହିଲା ନାଇଁ ଦୌଡି ବଡ ଆଉ ତମେ ତ ବଡ ମନେ ଆରେ କରୁଛ। ମୁଁ ବଡ ନୁହଁ ଆଜ୍ଞା ମୁଁ ସିନା ଦଉଡି ଦ୍ୱାରା ବାନ୍ଧି ଦେଇଛି ହଁ କିନ୍ତୁ ମୂଷା ତୁ ବଡ ରେ ମୁଁ- ତୁ ବଡ ମୁଁ ବଡ ତୋ ଦାନ୍ତର ଯୋଉ ଟିକି ଟିକି ଦାନ୍ତରେ ଆଜ୍ଞା ମୋ ଦଉଡି କାଟି 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 ତୁ ମତେ ପା ଖଣ୍ଡ ବିଖଣ୍ଡିତ କରିଦବୁ ତା ମାନେ ଦୁନିଆରେ ମୁଁ ହଉଛି ବଡ ହଁ ଏ ମୂଷା ହଉଛି ବଡ ଏ ମୂଷା ବାପା ହସିଲା ଏ ମୂଷା ନିଶକୁ ଫୁଲ ହେଇ ଦେଲା ଧୀରେ ଧୀରେ ଯାଇଗଲା ଧୀରେ ଧୀରେ ଯାଉଥାଏ ଦେଖିଲା ମୂଷା କହି ଜଗିଛି ଭୁଆ ବିରାଡ଼ି ମୂଷା ଫପା ଫପାଡ଼ିଏ ଭୁଆ ବିରାଡ଼ିଟି ଚାହେ ମୂଷାକୁ ଧରିଲା ଯାଇ ପାଟିରେ ପକାଏ କହି ବାପା ନାଚିଲା ମୂଷା ଯେତେବେଳେ ନିଶକୁ ଫୁଲେଇ ନାଚିଲା ଗର୍ବ ଭଇ ନାଚିଲା କହିଲା ମୁଁ ବଡ କଲା ମୋ ଠାରୁ ଆଉ ଦୁନିଆରେ କିଏ ଅଛି ବଡ ହେ ମୁଁ ବଡ ନା ଡମ୍ବରୁ ର ର ଆଜ୍ଞା ଶିବଙ୍କ ଡମ୍ବରୁ ବାଜେ ଆଜ୍ଞା ତାମ୍ବେଡା 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 ମୋ ଠାରୁ ଆହୁରି ବଡ ଆହୁରି ବଡ ତହୁ ବଡା ଆଜ୍ଞା ଇଏ ଶୈଳୀନ୍ଦ୍ରୀ ପ୍ରଧାନ ମୋ ବଡ ଭଉଣୀ ମୋ ଅପା ବେ ସେ କହିଲା ମୁଁ ବଡ ଆଜ୍ଞା। ଇଏ ମୂଷାକୁ ଯେତେବେଳେ ହଁ ଭୁଆ ବିରାଡି କଣ କଲା ଚଳୁ କଲା ପରେ ମୂଷା ଶେଷ ଇଏ ସେଇମିତି ବାପା ଆଜ୍ଞା ଆଜ୍ଞା ଆଜିକାର ବିଷୟ ସତ୍ୟ ଆମ୍ବ ସବୁ ଆଜ୍ଞା। ଭୁଲ ଠିକ। ସତ୍ୟ କଥା ହଁ। କହିବି କିନ୍ତୁ ସେଇ ବିରାଡି କରିଛି କଣ ବାପା କାହା ଗର୍ବ ରହିଛି କି ବର୍ଣ୍ଣବୋଧ ବହିରେ ଛବିଳ ବର୍ଣ୍ଣବୋଧ ବହିରେ ବାପା ଗୋଟେ ବିଲେଇ ବିରାଡି ଚିତ୍ର ଦିଆଯାଇଛି କାଇଁ ବାଘ ତ ଆମର ଜାତୀୟ ପଶୁ ଦିଆ ହେଲାନି ନା ପଦ୍ମ ଫୁଲ ଆମର ପଦ୍ମ ଫୁଲ ହେଉଛି କଣ ଜାତୀୟ ଫୁଲ କାଇଁ ତା ଚିତ୍ର ଦିଆଗଲାନି ମଧୁ ବାବୁ କାଇଁ ଲେଖିଲେ ବିଲେଇ ଚିତ୍ର କାଇଁ ରଖିଲେ ବାପା ବିଲେଇ କହିଲା ହେ ନର ନାରୀ ମାନେ
ସମସ୍ତେ ମୋ ଠାରୁ ଶିଖ ଗର୍ବ କର ନା ଅହଂଭାବ ରଖ ନା ଏ ମୂଷା ଭଳି ସ୍ୱଚ୍ଛତା ଶିଖ ବିଲେଇ ବାପା ଶିଖାଇଥିଲା କଣ କଣ ଆଜି ସ୍ୱଚ୍ଛ ଭାରତ କାହା ପାଇଁ ନା ବିଲେଇ ପାଇଁ ପାଲାରେ ପା ଶିକ୍ଷା ତାମାନେ ବର୍ଣ୍ଣବୋଧ ବହିରେ ହଁ। ଏ ବିଲେଇ ଛବି କାହିଁକି ଅଛି ସେ କଥା ମତେ ପଚାନା ମୁଁ କହିଦେବି ବିଲେଇ କହିଲା ମତେ ପଚାର ନାଇଁ ମତେ ପଚାନା ମୁଁ କହିଦେବି ତୁ କହିଦେବୁ ହଁ ଆଚ୍ଛା କହିଲୁ ବାପା ବିଲେଇ ହଗିକି ଘୋରେଇ ଦିଏ ବୋଲି ହେ! ବିଲେଇ ଯେତେବେଳେ ଝାଡା ବସି ଘୋରେଇଲା କାଇଁ ଘୋରେଇଲା କାହିଁ ଘୋରେଇ ନା ସିଏ କହିଲା ହେ ନଗରବାସୀ ଆଜ୍ଞା ହେ ବାପା ମାନେ ହଁ। ସ୍ୱଚ୍ଛତା ତିଆରି କର ଘରେ ଘରେ ଗୋଟେ ଲାଟିନ୍ ସ୍ୱଚ୍ଛ ଭାରତ ସ୍ୱଚ୍ଛ ଭାରତ ଲାଟିନ୍ ତିଆରି କର ଆଜ୍ଞା। ବିଲେଇ ସେଥିପାଇଁ ହଗିକି ଘୋରେଇ ଦିଏ ଆଉ ବିଲେଇ କଣ କହିଲା ସାର୍। ପିଲାମାନଙ୍କୁ ସମସ୍ତଙ୍କୁ ଶିକ୍ଷା ଦେଲା ବିଶେଷ ଘୋଷଣା କଣ ଶିକ୍ଷା ଦେଲା ବିଲେଇ ବିଶେଷ ଘୋଷଣା ହଁ, କୁହ ବିଶେଷ ଘୋଷଣା ସାର୍ ତାଙ୍କର ନାଁଟି କହିନାହାନ୍ତି ଆଚ୍ଛା ସାରେ ଆପଣଙ୍କର ସାହିତ୍ୟ ଚର୍ଚ୍ଚାରେ ମୁଗ୍ଧ ହୋଇ ଇଏ 100ଟି ଭାରତୀୟ ମୁଦ୍ରା ପ୍ରଦାନ କରିଛନ୍ତି ଆଉ ଗୋଟିଏ ସୁନ୍ଦର ପ୍ରଶ୍ନ ଦେଇଛନ୍ତି ତ୍ରେତୟା ଯୁଗରେ ଦଶଗ୍ରୀବ ଦଶାନନ ରାବଣ ସୀତାଙ୍କୁ ଚୋରି କଲା କି ତାଙ୍କ ଝିଅକୁ ଚୋରି କଲା ତାଙ୍କ ଝିଅକୁ ଚୋରି କଲା କି ସୀତାଙ୍କୁ ଚୋରି କଲା ହଉ ଭାଇ ମୋର ଭଲ ପ୍ରଶ୍ନଟିଏ ରଖିଛନ୍ତି ହଁ। ସାର୍ ସାର୍ ଆଜ୍ଞା ସାରଙ୍କର ସତ୍ୟନାରାୟଣ କଲ୍ୟାଣ କରନ୍ତୁ ମନବାଞ୍ଛା ପୂର୍ଣ୍ଣ କରନ୍ତୁ ସର୍ ବେବୋଲ ଦେଖବା ହରି ବୋଲ ବାପା ବିଲେଇ କହିଲା କଣ କମ୍ ନା ବିଲେଇ କହିଲା ଏକାଗ୍ରତା ରଖ ବାପା ଏକତା ହିଁ ବଳ ଠିକ୍ ଏକାଗ୍ରତା ବିଲେଇ କଣ କଣ ଏକାଗ୍ରତା ରହିବ ଏକାଗ୍ରତା 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 କେମିତି କେମିତି ପାଠ ପଢିଲା ସମୟରେ ପରୀକ୍ଷା ରେଜଲ୍ଟ ଖରାପ ହେଉଛି ହେଇ ଏ ହେ ପୁଅ ହେ ହେ କାଇ ଖରାପ ହେଲା ଏ ନବମ ନା ଶ୍ରେଣୀ ତମର ପାଠ ପଢାର ଏକାଗ୍ରତା ନାହିଁ ତୋର ନବମଟି ପାଠ ଯଦି ଠିକ ରେ ପଢିଥିବ ସାର୍ ମାନେ ବସିଛନ୍ତି ପଚାରନ୍ତୁ ଆଜ୍ଞା ପିଲା ପାଠ ପଢିଲେ ହଁ ପରୀକ୍ଷା ଦେଲେ ପାସ୍ କରିବ ଯେମିତି ଯଦି ବିଲେଇ ମୂଷାକୁ ଜଗିକି ଯେମିତି ବସେ। ମୂଷାକୁ ବେଶ। ବିଲେଇ ଜଗିଲା ଭଳି ବେଶ ବିଲେଇ ଠାରୁ ଶିଖ ଆଜ୍ଞା ପାଠଟା ସେମିତି ଜଗି କରି ବସ ବସିଲେ ପାଠ ହବ ପାଠ ନ ପଢିଲେ ପାଠ ହବ ନା ଭଉଣୀ ମତେ କହିଛନ୍ତି ଏକାଗ୍ରତା ମୋର କୁଆଡେ ପାଠ ନାହିଁ ମୁଁ ଖାତା ଦେଖାବ ପାଠ ପଲା ବାଲା ଠିକ୍ ହୋ ବଡ ଭଉଣୀ ଅପା ଖାଇଲଣି ଟିକେ ଖାଇଲା ସମୟରେ ଶୁଣ ବହି ସତ୍ୟ ଆମ୍ବ କରୁଥିଲ ସବୁ ଭୁଲ ମଞ୍ଚକୁ ଓହି ଆଣିଛି ଦେଖ 143 ପୃଷ୍ଠା ସତ୍ୟ ଆମ୍ବ ଶ୍ଲୋକ କୁଆଡେ ତମେ କୁଆଡେ କଥା କୁଆଡେ କହିଲ ଆଜ୍ଞା। ଶାନ୍ତି ଜାଣିନି ବହି କରିଦେଇଛ ସାର୍ ହଉ ଆଉ ଗୋଟାଏ କଥା କଣ? ମୁଁ ଯଦି ନ ଶିଖିଛି ତମେ ଆଜ୍ଞା। ମଞ୍ଚକୁ ଆସି ଖାଲି ବସ ମୁଁ କହୁଛି ବେଶ ରହ ଆଉ ଗୋଟେ କଥା କହିଲେ ଗୁଡ ହଁ ସିଏ ଗୋଟିଏ ପ୍ରଶ୍ନ ପଚାରିଛନ୍ତି ଆଚ୍ଛା ଆମର ହେଲା 27 ନକ୍ଷତ୍ର 27 ନକ୍ଷତ୍ର ଭିତରୁ ଗୋଟିଏ ନକ୍ଷତ୍ର କଣ କହିଛନ୍ତି ଭାଇ ଯମ କଣ ଗୋଟେ କହିଲେ ଠିକ ସେ ମୁଁ ବୁଝିପାରିଲିନି କଣ ଯମ ଏମିତି କଣ ଗୋଟେ କହିଲେ ଯମବ୍ରତ ଯମବ୍ରତ ଗୋଟାଏ ନକ୍ଷତ୍ର ନକ୍ଷତ୍ର ସେଇ ନକ୍ଷତ୍ରଟା କଣ ସେ ପଚାରିଛନ୍ତି ସେ ନକ୍ଷତ୍ର କଣ କଣ ବାପା ଆଜ୍ଞା ଠିକ କଥା ପଚାରିଛନ୍ତି ବାପା କହିବାର କଥା ଯାହା କ୍ୱେଶ୍ଚିନ୍ କହିଛନ୍ତି କହିବି ଠିକ ପଚାରିଲେ କଣ? ନକ୍ଷତ୍ରଟା କଣ କଣ ନକ୍ଷତ୍ର ଥିଲା ଅନୁରାଧା ନକ୍ଷତ୍ର ଅନୁରାଧା ସେ ନକ୍ଷତ୍ର ଯମ ହଁ ହଁ ଯମ। ଯତ କାଇ ହେଲା କାଇଁ କାରଣ କଣ କଣ ନା ଥିଲା କଣ କାର୍ତ୍ତିକ ମାସ କାର୍ତ୍ତିକ ମାସ ଦ୍ୱିତୀୟା ତିଥି ଦ୍ୱିତୀୟ ତିଥି କାର୍ତ୍ତିକ ମାସ ଦ୍ୱିତୀୟା ତିଥିରେ ଅନୁରାଧା ନକ୍ଷତ୍ର ପଡେ ଯାହାକୁ କୁହାଯାଇଛି କି ଯମ ବ୍ରତ ଯମବ୍ରତ ସେ ଯମ ବ୍ରତ ଯେଉଁ ନକ୍ଷତ୍ର କାହିଁକି ହେଲା କାହିଁକି କାରଣ କଣ କଣ କାରଣ ହେଉଛି ମୋ ବାପା ଆଜ୍ଞା କାର୍ତ୍ତିକ ମାସରେ ବେଶ ଦେଖିବେ ବାପା ହଁ ଅଧିକ ହଇଜା ହୁଏ ଅନୁରାଧା ନକ୍ଷତ୍ର ଏବେ ସିନା ହଇଜା ନାହିଁ ହଁ ସେ ବେଳରେ ହଇଜା ହଉଥିଲା ଅଧିକ ହଇଜା ପଡେ ଯଦି ହୁଏ ଆଜ୍ଞା ମା ମାନେ ଜାତିନ୍ତି ଯାଚନ୍ତି ଗୋଟିଏ କାର୍ତ୍ତିକ ମାସରେ ବ୍ରତଟିଏ ପଡିବ ଅନୁରାଧା ନକ୍ଷତ୍ର ପଡିବ ହଁ ବ୍ରତ ପଡିବ ବେଶ ସେ ହଉଛି ଯମ ଦତ୍ତ ଯମ ସେ ବ୍ରତ। ବ୍ରତ ଯମ ବ୍ରତ ଆଜ୍ଞା। ସେ ଯମ ବ୍ରତ ଓଷାଟି ମୁଁ କରିବି ଠିକ। ମା ମାନେ ଯାଚିଲା ପରେ ଆଜ୍ଞା ହଇଜା ଭଲ ହୋଇଯାଏ ହଁ। ସେ କାର୍ତ୍ତିକ ମାସରେ ପଡେ ବେଶ ଇଏ କି ପ୍ରଶ୍ନ ଆଜ୍ଞା ବହି କୋଉଠି କଥା କୋଉଠି ପ୍ରଶ୍ନ କଣ
ଆଜ୍ଞା ଧାଡି ନାହିଁ କାମ ନାହିଁ ଚାଲିଲେ ଖାଲି ଗାଇବାଟା ଅଛି ବୋଲି ରାତି ସାରା ଖାଲି ଗାଉଛନ୍ତି ଆଜ୍ଞା ଏ ପ୍ରଶ୍ନ ଗଲା ତାପରେ ବିଷ ଛାଡିଛନ୍ତି ପୁଣି ଆଇଲେ ବିଷ ଛାଡିଛନ୍ତି ହଁ ମୁଁ କରିବି ଯଦି ବିଷୟ ପଚାର ଯଦି ତାଙ୍କ ବିଷ କରିବା ସେ ବିଷୟରେ ଆମର ପାଲା ସରିଯିବ ନଚେତ ଆମ ବିଷ ଆମେ ଧରିବା କାଲି ମୁଁ ବାପା କରିଥିଲି ଆଜ୍ଞା କିଚକ ବୋଧ କିଚକ ବଧ ଆପଣ ଜାଣିଛନ୍ତି କିଚକ ବୋଧ ଲେଖା କାବ୍ୟକର୍ତ୍ତା ହେଲେ ରଙ୍ଗାଜୀବୀ ଗଙ୍ଗାଧର ମେହେର ଆସିଲା ବେଳୁ ଆଜ୍ଞା ଗଲା ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଘଣ୍ଟେ 34 ମିନିଟ ଆଜ୍ଞା 3 ସେକେଣ୍ଡ ପାଲା ଗାଇଲେ ଠିକ ଘଣ୍ଟେ 34 ମିନିଟ 3 ସେକେଣ୍ଡ ତାକୁ ମନେ ରଖିଛ ନା କାଲି ସେ ଧରିଲେନି ମୋ ବିଷୟ ନା ପାଲା ପଇସା 10,000 ରାତିକେ ଗଡି ନବ ଆଜ୍ଞା ଏ ମଞ୍ଚାରେ କଣ ଥୁଆ ହେଇଛି ଏଇ ନାଇଁ ତ ତାଙ୍କ ପଇସା ଆମକୁ ଦେଇଦିଅନ୍ତୁ ଆମେ ନେଇଯିବା ଏ ତାଙ୍କର କାଟି ଦେଇକି ଆମକୁ ଦିଅନ୍ତୁ ହଁ ହଁ ଶୈଳେନ୍ଦ୍ର ପ୍ରଧାନ ବଡ ଭଉଣୀ ବୋଲି ସେ ଯାହା କହିବ ଠିକ ହେଇ ହଉ ଆଜ୍ଞା ବାପା ଓ କାଲି ସେ ଘଣ୍ଟେ ଆଜ୍ଞା। 34 ମିନିଟ 3 ସେକେଣ୍ଡରେ ପାଲା ସାରିଲେ ହଁ ପାଲା କୁଆଡେ ଗଲା କିଚକ ବୋଧ ବହି ନାଟକ ମେହେରଙ୍କର ପତନ ଥିଲା ବହି ଆଣିଛି ବାପା ମଞ୍ଚ ବହି ଆଣିଛି ମଞ୍ଚରେ ଦେଖଉଛି କହିଲେ ମୁଁ ଖାତା ପଢି ପାରିଲା ବାଲା ଆଜ୍ଞା ଗୁଡ କହିଲେ କି ଲାଗିବ କି ମିଠା ହେଇ ବାଜି ନାହିଁ ଯଦି ଗୁରୁଙ୍କ ଗୋଇଠା ବୈଠା 3 ଦିନ ଧରି ପାଲା ଶୁଣିଲଣି ଆଜ୍ଞା ମୋ ବଡ ଭଉଣୀ କହିଲେ ତାଙ୍କ ଗୁରୁ କିଏ ଗୁରୁ ମତେ ଚାମର ଦେଇଥିବା ଗୁରୁ ଧନେଶ୍ୱର ଶତପଥୀ ବାପା ଆଜ୍ଞା ଆଉ ସେ ଗୁରୁ ମୋର ନାହାନ୍ତି ନା ଦ୍ୱିତୀୟ ଗୁରୁ ହେଉଛନ୍ତି ମୋର ଜୟଚନ୍ଦ୍ର ବଡଦଳାଇ ହଁ ଘରଟା ହେଉଛି ତାଙ୍କର ବାପା ବ୍ରହ୍ମଗିରି